तो फास्ट दिन आउ सेकेंड दिन तो वीडियो देखिले तो ये लास्ट दिन वीडियो ए देखो। तो आज हूँ यज्ञर लास्ट दिन तो शेष दिन आज आज पूर्णाहुति हम तो केमती कौन सब पूजा अर्चना हो तो ये देखूँ ये बर्तमान सकाळ टाइमटा ये देखो सकाळ टाइमटा ये किसी चलती पूजापूजी तो ये देखूँ तो वीडियो तो बहुत लंबा हो आज कारण दीटा पार्ट कर तो दीटा पार्ट भी लंबा हो तो तेबी देखो जहाँ जमीका होते एमती किसी पूजा अर्चना चलती आगू भी देखा केमती कौन हो सब तो ठीक अच्छे टे देखूँ। तबे देखिपे आमर मंदिर चारि भाई जाक बेढ़ा परिक्रमण करमती मंदिर चारि भाई जाक बुलवे किसी समय भजन कीर्तन करी तो तापर बुली साइला आमर जी आमर यज्ञ मंडप ठेक तो यज्ञ मंडप ठेक किसी समय पूजा अर्चना करेंगे तापर फेरी आसिक एमतीका सब भजन कीर्तन एमती सब करेंगे तो आज दिन टा जाक ये किसी जीव तो आज तो हूँ यज्ञर लास्ट दिन तो एमती किसी आमर मंदिर वार्षिक उत्सवटा पालन करा तो ठीक अच्छे ए देखो केमती कौन सब हो आगू मुझे देखी। तो ये देखिपे तो मंदिर चारिपाट जाक बुली सारा आसिक आमर ये जो ना सूर्य पूजा होते तो सही ना आसी जाइए समस्ते तो ये किसी पूजा अर्चना करा तो देखिपे समझते भक्त मैंने हाथ जोड़ी छिड़ा होती तो ये देखिपे आमर शिव मंदिर को जावाई सेपटे तल साइडटा ये पाँचरे गले तो शिव मंदिर तले तो ये आमर देखिपे पप्पू नना और भाउज ये बसी पड़ते पूजा किना तो ये एमती किसी पूजा हो आज देवसान पूर्णिमा तो आज आमर प्रभु ये जमी स्नान करवा तो सेमतिका स्नान करेंगे तो मुझे देखे वीडियो माध्यम तो ये देखो ये मंदिर बेढ़ा भितर भी किसी भक्त मैंने बस तो ये आम पप्पू नाना और भाउज मेन कर्ता करना बस तो ये देखो सब आम गाँ लोक तो गाँ आखपाख लोक तो अंचलवासी लोक भी ये आसिक सब योगदान देती तो एमती किसी तो देखिए एमती किसी सजा सजी कर तो भगवान काम तो समस्त पूरा पूरा हृदय ही कम कर भगवान काम तो देखो ये किसी तो सचिन ये आम बस जे कि फुल योगदान सचिन नागर तो ये आम बस भाउज और भाई बस तो ये देखिपे ये किसी तो एमती किसी पूजा अर्चना चलती आम गाँव में किना तो केमती कौन लगुच आमको कमेंट माध्यम तो ये देखिपे आमर पप्पू नाना किसी कर तो देखो तो भाईना को दक्षिणा दौरान आम महाप्रभु को स्नान कर तो एमती किसी तो भाज सेपटे छिड़ा होती ये किसी हुलहुली हरिबोल पड़ी तो ये किसी हुलहुली हरिबोल पड़ी एमती किसी कम चलती तो देखो केमती कौन सब हो।
ଏବେ ଦେଖିପାରୁଥିବେ ଆମର ମହାପ୍ରଭୁଙ୍କୁ ସ୍ନାନ କରୁଛନ୍ତି ଆମର ପପୁ ନନା। ତ ତାଙ୍କର ଯାହା ବିଧିବିଧାନ ତ ସେଇ ଅନୁସାରେ କିନା ଏଠି ଆମର ସବୁ ଭାଇନା ମାନେ ଆସିଛନ୍ତି। ତ ତାଙ୍କର ବିଧିବିଧାନ ଅନୁସାରେ ହିଁ କାମ କରାଯାଉଛି। ତ ଏବେ ଦେଖିପାରୁଥିବେ ପପୁ ନନା ପୁରା ଯଜ୍ଞ ଠି ବସିକି ପୁରା ହାଲିଆ ହେଇଗଲେଣି। ତ ଏଠି ଆମର ଚାଲିଛି ତ ଭାଇନାକୁ ସେଇମାନେ ସବୁ ଆସିଛନ୍ତି। ତ ତାଙ୍କର ସବୁ ଯାହା ବିଧି ତ ସେମାନେ ତ ସବୁ ଜାଣିଛନ୍ତି କେମିତି କଣ ହବ କଣ ନାହିଁ। ତ ପପୁ ନନାଙ୍କୁ ସବୁ କଥା ବତଉଛନ୍ତି। ତ ସେ ସେଇ ଅନୁସାରେ କରୁଛନ୍ତି। ତ ଏବେ ଦେଖନ୍ତୁ ସଚିବାନା ଆମର ସେପଟେ ସାଇଡରେ ଛିଡା ହେଇଛନ୍ତି। ତ ମନ୍ଦିର କାମ ହେଲେ ସଚିବାନା ଏକଦମ ତାଙ୍କର ନିଜ କାମ ଛାଡ଼ି ଦେଇକି ତ ପ୍ରଥମେ ଆସିକି ଯୋଗଦାନ ଦେବେ। ତ ପ୍ରଥମ ସକାଳୁ ଯେ ସନ୍ଧ୍ୟା ଯାଏ କେତେ ତାଙ୍କର ସେଇଠି ମନ୍ଦିରଟି ହିଁ ବିତିଯିବ। ତାଙ୍କର ଆଉ କିଛି ଭୋକ ଶୋଷ କିଛି ନାହିଁ। ଖିଆ ପିଆ ସବୁ ଭୁଲିଯିବେ ଠାକୁରଙ୍କ କାମ ହେଲେ। ତ ସଚିବାନାଙ୍କର ଏଇ ଗୋଟେ ଭଲ ପ୍ରକୃତି ଅଛି ତାଙ୍କର। ଦେଖନ୍ତୁ ଏବେ ପୁରା ଏଇ ଯୋଉ କାମରେ କିନା ଫୁଲ ଯୋଗଦାନ ତାଙ୍କର। ଏମିତିଆ କିଛି ଏବେ ଚାଲିଛି ଗାଁରେ କିନା ଆମର କେବଳ ଠାକୁରଙ୍କ କାମ ଏବେ ଚାଲିଛି। ତ ଏଠି ଟିପୁ ନନା ଆମର ଛିଡ଼ା ହେଇଛନ୍ତି। ତ ଏଠି ଦେଖିପାରୁଥିବେ କୋଉ ଭଳିଆ ଗହଳି ଭକ୍ତ ମାନଙ୍କର। ଏଇଟା ଆମ ଗାଁ ରାମ ମନ୍ଦିର। ତ ରାମ ମନ୍ଦିରରେ କିନା ଏମିତିଆ କିଛି ହୁଏ ବର୍ଷକୁ ଥରେ ଲେଖା ତ ବାର୍ଷିକ ଉତ୍ସବ ପାଳନ। ତ ଏମିତିଆ ଦେଖନ୍ତୁ ପ୍ରଭୁକୁ ସ୍ନାନ କରି ସାରିଲା ପରେ ଫେରି ଆସିକି ପପୁ ନନା ଆଉ ତାଙ୍କ ଭାଉଜ ବସି ପଇଲେ ତାଙ୍କର ପୂଜା କାର୍ଯ୍ୟକ୍ରମରେ କିନା। ଏବେ ଦେଖିପାରୁଥିବେ ଏଇଭଳିଆ କିଛି ଏବେ ବସିଛନ୍ତି। ତ ଭାଇନାକୁ ସେଇ ଭାଇନା ଆମର କିଛି ପୂଜା ପାଠ କରୁଛନ୍ତି। ତ ଦେଖିପାରୁଥିବେ ତ ଏଇଭଳିଆ ଚାଲିଛି ଏବେ କାର୍ଯ୍ୟକ୍ରମ। ତ ଦିନ ଯାକ ତ ଆଜି ଏମିତିକା ହିଁ ହବ। ତ ଫେରି ଯଜ୍ଞ ମଣ୍ଡପରେ କିନା ହୋମ ହବ, ଯଜ୍ଞ ହବ, କାରଣ ଲାଷ୍ଟ ଆଜି ପୂର୍ଣ୍ଣାହୁତି ହବ। ଏମିତିକା ଆଜି ଦିନ ଭର ପୁରା ଚାଲିବ। ତ ଦେଖିବା ଆଗକୁ କଣ କେମିତିକା ହଉଛି। ତ ଏବେ ଦେଖିପାରୁଥିବେ ଏଠି ଯାହା ପୂଜା ଅର୍ଚ୍ଚନା ହେବା କଥା ତ ସେ ସବୁ ଏବେ ଶେଷ ହେଲାଣି। ତ ପୁଷ୍ପାଞ୍ଜଳି ଦେବେ। ତ ପୁଷ୍ପାଞ୍ଜଳି ଦେବା ପାଇଁ ଏଠି ସବୁ ଏଠି ଆମର ଫୁଲ ଦଉଛନ୍ତି ସମସ୍ତଙ୍କ ହାତକୁ। ତ ଏଠୁ ପୁଷ୍ପାଞ୍ଜଳି ସରିଲା ପରେ ତ ଏଠା କାମଟା ଏବେ ସରିଯିବ। ତାପରେ ଆମର ଯିବେ ଯଜ୍ଞ ମଣ୍ଡପ ହେଇକି। ଏଇଟା ଆମର ମନ୍ଦିର ରାମ ମନ୍ଦିର ଫଣ୍ଡ ଏଇଟା। ତ ମନ୍ଦିର ଆଗରେ କିନା ଏଇଟା ପୂଜା ହଉଛି ଏବେ। ତ ଦେଖିପାରୁଥିବେ ଫୁଲ ସମିତିକି ବାଣ୍ଟୁଛନ୍ତି। ତ ଫୁଲ ଧରିକି ସମସ୍ତେ ପୁଷ୍ପାଞ୍ଜଳି ଦେବେ। ଏବେ ଦେଖନ୍ତୁ ସମସ୍ତେ ହାତ ଯୋଡ଼ିକି ଏବେ ଛିଡ଼ା ହେଇପାରିଲେ। ପୁଷ୍ପାଞ୍ଜଳି ଦେବା ପାଇଁ ସମସ୍ତେ ପ୍ରସ୍ତୁତ ହେଇଯାଇଛନ୍ତି। ତ ଏମିତିକା ଚାଲିଛି। ତ ଦେଖିପାରୁଥିବେ ଏସବୁ କାମ ସରିଲା ପରେ ତ ଦିନ ଯାକ ତ ଏବେ କିଏ କିଛି ଖାଇନାହାନ୍ତି। ତ ଏବେ ଟାଇମ 2ଟା ହେଇଗଲାଣି। ତ ଫେରି ସେଠି ଆମର ଅନ୍ନ ରନ୍ଧା ହେଇଗଲାଣି। ତ ଅନ୍ନ ଛତ୍ର ହବ ଏବେ। ତ ଏଠି ପୁଷ୍ପାଞ୍ଜଳି କାର୍ଯ୍ୟକ୍ରମଟା ସରିଲା ପରେ ଯାଇକି ସମସ୍ତେ ସେଠି ପ୍ରସାଦ ସେବନ କରିବେ। ତ ତାପରେ ଫେରି କାମରେ କିନା ଲାଗିଯିବେ। ତ ଯିଏ ମେନ୍ କର୍ତ୍ତା କର୍ତ୍ତି ତ ସେମାନେ ତ କିଛି ଖାଇବେନି ସନ୍ଧ୍ୟା ଯାଏଁକେ। ତ ବାକି ସମସ୍ତେ ଖାଇବେ ଯାଇକି। ତ ଏଇଭଳିଆ ଦେଖିପାରୁଥିବେ ଏବେ ଚାଲିଛି ପୂଜା ଅର୍ଚ୍ଚନା। ତ ସମସ୍ତେ ପୁଷ୍ପାଞ୍ଜଳି ଦେଇସାରିଲେ। ତ ପୁଷ୍ପାଞ୍ଜଳି ଦେଇ ସାରିଲା ପରେ ସମସ୍ତେ ଏବେ ଭଗବାନଙ୍କୁ ମୁଣ୍ଡିଆ ମାଇଲେ। ତ ଦେଖନ୍ତୁ ମୁଁ ବି ଭିଡ଼ିଓ ବନ୍ଦ କରିକି ମୁଁ ବି ଟିକେ ଭଗବାନଙ୍କୁ ମୁଣ୍ଡିଆ ମାରିଦିଏ, କାରଣ ଖାଲି ଭିଡ଼ିଓ ବନେଇଲେ ହେବନି।
ତ ସେଥିରେ ଭଗବାନଙ୍କ ପାଇଁ ବି କିଛି କାମ କରିବାକୁ ପଡ଼ିବ। ତ ବହୁତ ହି ତ ଚାଲିଛି ଏମିତିଆ କିଛି କାମ। ତ ସବୁ ଭିଡ଼ିଓ ବି ମୁଁ ବନେଇ ପାରିଲିନି କାରଣ ମୋତେ ବି ଅଲଗା କାମ କିଛି କରିବାକୁ ପଡ଼ୁଛି। ତ ସେଥିପାଇଁ ଯାହା ଯାହା ଟିକେ ଟିକେ ବନେଇଛି ତ ସେ ଭିଡ଼ିଓ ଆପଣମାନଙ୍କୁ ଦେଖାଉଛି। ତ ଭିଡ଼ିଓ ବି ଏଡ଼ିଟିଂ କରିବାକୁ ଟାଇମ୍ ହେଉନି, ତ ଡାଇରେକ୍ଟ ଯେମିତିକା ବନେଇଛି ତ ସେମିତିକା ହିଁ ମୁଁ ଆପଣମାନଙ୍କୁ ଦେଖାଇ ଦେଉଛି। ତ ଏଇଭଳିଆ କିଛି ଦେଖିପାରୁଥିବେ। ତ ପୂଜା ଅର୍ଚ୍ଚନା ସରିଲା, ଏଇଟା ଏବେ ପୁରା କମ୍ପ୍ଲିଟ୍ ହେଇଗଲା। ତ ଏବେ ମନ୍ଦିରଠୁ ସମସ୍ତେ ବାହାରିଗଲେ ଯଜ୍ଞ ମଣ୍ଡପ ଠେଇକି। ତ ଏବେ ଦେଖିପାରୁଥିବେ ଆପଣମାନେ, ତ ଏବେ ଯଜ୍ଞ ମଣ୍ଡପ ଠେଇକି ସମସ୍ତେ ବାହାରିକି ଯାଉଛନ୍ତି। ତ ଯଜ୍ଞ ମଣ୍ଡପ ଠେଇକି ସମସ୍ତେ ଯିବେ, ସେଠି ବି କିଛି ପୂଜା ହେବ। ତ ଏମିତିକା ଦିନ ଭର ପୂଜା ହେବ, ସନ୍ଧ୍ୟାବେଳ ହେଲା ଯାଏଁକେ, ତ ରାତି 10ଟା ଯାଏଁ ଏମିତିଆ ପୂଜା ଅର୍ଚ୍ଚନା ହେବ। ତ ତାପରେ ରାତିରେ ଅଲଗା କିଛି କାର୍ଯ୍ୟକ୍ରମ ଅଛି, ଭଜନ ସମ୍ରାଟ ହଙ୍କା ଅଛି। ତ ଭଜନ ସନ୍ଧ୍ୟା ହଙ୍କା ହେବ ସବୁ। ତ ମୁଁ ଦେଖେଇବି ଆଉ ଗୋଟେ ପାର୍ଟରେ କିନା। ତ ଏଇ ଭିଡ଼ିଓଟା ତ ଏମିତି ବି ଲମ୍ବା ହେଇଗଲାଣି, ତ ଆଉ ଏଇ ଭିଡ଼ିଓଟା ବେଶୀ ଲମ୍ବା କରିବାନି। ତ ଏ ଭିଡ଼ିଓଟାକୁ ମୁଁ ଏଇଠିକିନା ଏବେ ରଖୁଛି। ତ ଆପଣମାନେ ଦେଖିଲେ ଯାହା ଆଜି ଲାଷ୍ଟ ଦିନରେ କିନା ଯାହା ଯେମିତିଆ ଗୋଟେ ପାର୍ଟ ଦେଖିଲେ, ତ ଆଉ ଗୋଟେ ସେକେଣ୍ଡ ପାର୍ଟ ମୁଁ ଆଉ ଗୋଟେ ଭିଡ଼ିଓରେ ବନେଇବି। ତ ଠିକ୍ ଅଛି, ତ ଏଇ ଭିଡ଼ିଓଟାକୁ ମୁଁ ଏଇଠିକିନା ରଖୁଛି।